हेलो फ्रेंड जय जगन्नाथ तो नेक्स्ट वीडियो रे आपण मानको स्वागत करछि तो एबे फाइनली हमें बाहरी गलु बाबा बैद्यनाथ धाम पई तो हमें पहुंची गलु संध्या हेजी माने 4टा पाखा पाखी हेजी तो 5टा पर्यंत ही माने बैद्यनाथ धाम रे दर्शन करि परिबो तनिक से वीआईपी हो के जनरल हो तो हमें एबे पहुंची जाइछु तो देखो ना हमें एबे जाउछु बाबांको पाखकू माने जल्दी जल्दी जाउछु कि मैं भी माने गेट बंद हे जई कोन बोली तो मु आहुरी देखिबि एटी सारे एते सारे जो पेड़ा अछि दुकान अछि तो ଦେଖେଇବି କିନ୍ତୁ ତା ପୂର୍ବରୁ ଆଗେ ଆମ ଇମ୍ପୋର୍ଟାଣ୍ଟ କି ଆମେ ଜଲ୍ଦି ଦର୍ଶନ ଟା କେମିତି କରିଦବୁ ବୋଲି ମାନେ ଏତେ ଟାଇମ ପରେ ସବୁ ଜାଗା ବୁଲିଲା ପରେ ଫାଇନାଲି ଆମେ ବାବା ବୈଦ୍ୟନାଥ ଧାମରେ ଆସିକି ପହଞ୍ଚି ଗଲୁ ସେଟା ଭିଆଇପି ଏଣ୍ଟ୍ରି ଏଠି ବି ଭିଆଇପି ଗେଟ୍ ଅଛି ତ ଭିଆଇପି ଏଣ୍ଟ୍ରି ପଟେ ଆମେ ଏଣ୍ଟ୍ରି କରୁଛୁ ଏଠି ପର ପର୍ସନ 500 ଅଛି ତ ଆମେ ଯାଉଛୁ ଏବେ ଜଲ୍ଦି କି ମାନେ କେମିତି ଦର୍ଶନ କରିବୁ ବୋଲି ପୁରା ଫାଙ୍କା ହେଇଯାଇଛନ୍ତି ମାନେ ବହୁତ ଭିଡ ଥିବ ଏବେ କାହିଁକି ଏତେ ଫାଙ୍କା ଅଛନ୍ତି ସେଟା ବି ଭାବୁଥିବେ ଆକ୍ଚୁଆଲିରେ ଏବେ ଆଉ ମାନେ ଦର୍ଶନ ହେଇପାରିଲାନି ଯେହେତୁ 5ଟା ହେଇଗଲା ସେ ମନା କଲେ ଭିଆଇପି ରେ ବି ଆଉ ସେ ଯଦି କହିଲେ ଏବେ ଦର୍ଶନ ହବ ତାହେଲେ ପର ପର୍ସନ 1000 ନେବେ ତ ସେଥିପାଇଁ ଆମେ ଆଉ ଦର୍ଶନ କଲୁନି ତ ନେକ୍ସଟ ଦିନକୁ ଆମେ ପୁଣି ଭାବିଲୁ କି ଦର୍ଶନ କରିବୁ ତ ସେଥିପାଇଁ ମୁଁ ଟିକେ ଆଜିକାର ବ୍ଲଗ ରେ ପୁରା ମନ୍ଦିରର ଦର୍ଶନ କରିଦେଲି ତ ଏଇଠି ତାଙ୍କ ପ୍ରସିଦ୍ଧ ଯୋଉ ମହାପ୍ରସାଦ ଯୋଉଟା କି ପେଡା ଯୋଉଟା କି ଫେମସ ଅଛି ଏଇଠିକି ମାନେ ବୈଦ୍ୟନାଥ ଧାମର ପେଡା ତ ସେଇଟା ଆମେ ଟେଷ୍ଟ କଲୁ ବହୁତ ଟେଷ୍ଟି ଥିଲା ବହୁତ ହି ज्यादा ତ ଦେଖନ୍ତୁ କେତେ ମାନେ କେତେ ଭେରାଇଟିର ସବୁ ପେଡା ରଖା ହେଇଛି ତାପରେ ଏଠି ବି ସେମିତି ଗଙ୍ଗା ଘାଟ ଅଛି ଯୋଉଥିରୁ କି ମାନେ କାଉରିଆ ଭାଇ ମାନେ ଏଠି ବି ଗାଧେଇ ସାରିକି ଭଗବାନଙ୍କୁ ନେଇକି ପାଣି ଚଢାନ୍ତି ତ ଏଠିକାର ଘାଟ ମୁଁ ଦେଖି ଦଉଛି ତ ସେଠି ଏତେ ଜୋର ସେ ବାସିକି ନା ଏଥିରେ ମାନେ ଖରା ହଉଥିଲା କିନ୍ତୁ ଏଠି ଦେଖନ୍ତୁ ବର୍ଷା ହେଲା ତ ଆମେ ଦି ଭଉଣୀ ପୁଣି ମାନେ ଓଢଣୀ ପକେଇ ଦେଇକି ବୁଲୁଛୁ ତ ଗଙ୍ଗା ଘାଟ ତ ସେଠି ଆଉ ଗୋଟେ ପ୍ରସିଦ୍ଧ ସେଠି ଆଉ ଗୋଟେ ପ୍ରସିଦ୍ଧ ଅଛି ଯୋଉଟା କି ଆମେ କୁହନ୍ତି ଜୟଗୁରୁ ଦୀକ୍ଷା ଯୋଉ ନିଅନ୍ତି ସେଇଟା ମେନ୍ ମନ୍ଦିର ଅଛନ୍ତି ଦେଓଘରରେ ତ ସେଠିକି ଆମେ ଯାଇଥିଲୁ ବହୁତ ପିସଫୁଲ ଜାଗା ଥିଲା ବହୁତ ଭଲ ଥିଲା ଆପଣ ବି ଯିବେ ଯେବେ ଯଦି ଯାଆନ୍ତି ଦେଓଘର ବୁଲିବା ପାଇଁ ତ ଏଇ ସବୁ ଜାଗା ଭିଜିଟ କରିବେ ବହୁତ ଭଲ ଲାଗିବ ତ ନେକ୍ସଟ ଡେ ଦିନ ଆମେ ପୁଣି 2ଟା ରାତିରେ ଉଠିକି ଆମେ ଭଗବାନଙ୍କ ଦର୍ଶନ ପାଇଁ ବାବା ବୈଦ୍ୟନାଥ ଧାମଙ୍କ ଦର୍ଶନ ପାଇଁ ଆମେ ପଳେଇ ଆସିଲୁ ଉଠିକି ତ ଚାଲନ୍ତୁ ମୁଁ ଦେଖଉଛି କେତେ କଷ୍ଟ ଥିଲା ବାବାଙ୍କର ଆମେ ସବୁଠି ଭିଆଇପି ଦର୍ଶନ କଲୁ କିନ୍ତୁ ବୈଦ୍ୟନାଥ ବାବା ହିଁ ଚାହୁଁନଥିଲେ କି ଏମାନେ ମତେ ଏତେ ସହଜରେ ଦର୍ଶନ କରନ୍ତୁ ବୋଲି ତ ଆମେ ଏଥିରେ ଆମେ ପୁରା ଯେମିତି ଜେନେରାଲ ମଣିଷ ମାନେ ସବୁ ଦର୍ଶନ କରନ୍ତି ଆମେ ସେମିତି ଜେନେରାଲ ଲାଇନ ରେ ଯାଇଛୁ ତ ଦେଖନ୍ତୁ ତା ପୂର୍ବରୁ ଏଠି ସବୁ ଫୁଲ ମିଳୁଛି ସେଠି ଯୋଉ ଗଙ୍ଗା ଘାଟ ରେ ଗାଧେଇକି ଆସିକି ଏଠି ସବୁ ଫୁଲ ପାଣି ସବୁ ନେଇ ସାରିକି ବାବାଙ୍କ ପାଖକୁ ଯିବେ ପାଣି ଚଢେଇବା ପାଇଁ ତ ଦେଖନ୍ତୁ ବହୁତ ବାବାଙ୍କର ବହୁତ ମାନେ ସବୁ ପ୍ରିୟର ଫୁଲ ସହିତ ଗଞ୍ଜେଇ ପତ୍ର ବି ଦଉଥିଲେ ତ ଏଠି ଆମେ ଚାଲିଲେ ସମସ୍ତେ ଭାବନ୍ତୁ 3ଟା ରାତିରେ ବି କେତେ ଭିଡ ଯେ ଏତେ ଜଣ ଗଲେଣି ମାନେ ଭଗବାନଙ୍କୁ ଦର୍ଶନ ପାଇଁ ସେଟା ଦେଖନ୍ତୁ ଲାଇନ ଏଠୁ ଲାଇନ ଷ୍ଟାର୍ଟ ହେଇଛି ଉପର ପର୍ଯ୍ୟନ୍ତ ଆହୁରି ମାନେ କହିପାରିବିନି କେତେ ଲମ୍ବା ଲାଇନ ଲାଗିଥିଲା ସିଏ ମାନେ ଆମେ ଏତେ ଆସିକି ବି ଜଲ୍ଦି ମାନେ ଭାବନ୍ତୁ ଲୋକମାନେ କେତେ ରାତିରୁ ଉଠିକି ଆସିଥିବେ ମେ ବି 1-2ଟା ରାତିରୁ ହିଁ ସେମାନେ ଆସି ଯାଇଥିବେ ତ ଏଇ ଲାଇନ ପରେ ଏବେ ରାତି ହେଇଥିଲା ଦେଖନ୍ତୁ ସକାଳ ହେଲା ବେଳକୁ ଆମେ ସେ ଉପରେ ଅଛୁ ତ ଆମେ ଏଇ ତଳେ ଥିଲୁ ଯୋଉ ଦେଖଉଛି ମୁଁ ଲାଇନ ଟା ଏବେ ଆମେ ଉପରେ ଅଛୁ ମାନେ ଭାବନ୍ତୁ କେତେ ଟାଇମ ପରେ ଆମେ 3ଟାରେ ଗଲୁ ଭାବି ପାରିବେନି ଆମେ କେତେଟାରେ ଭଗବାନଙ୍କୁ ଦର୍ଶନ କରୁଛୁ ମୁଁ କହିବି ଏକ୍ଜାକ୍ଟ ଟାଇମ ଟା ସେତେବେଳେ ଭାବନ୍ତୁ ଏତେ ଏତେ ଜାମ୍ ବାବା ମାନେ ବୈଦ୍ୟନାଥ ଭଗବାନଙ୍କୁ ଦେଖିବା ପାଇଁ ମୁଁ କହିପାରିବିନି ଆପଣ ମାନଙ୍କୁ ଏତେ ତାର ଖୁସି ଲାଗୁଥାଏ ତ ତାପରେ ଦେଖନ୍ତୁ ଏଠି ପ୍ରଶାସନ ମାନେ କରିଛି ଭଲ ସିଷ୍ଟମ କିନ୍ତୁ ଆଗକୁ ଜଣେଇବି କଣ ସବୁ ଅସୁବିଧା ହଉଛି ଏଠିକାର ଏଠି ପୁରା ଲାଇନ ସିଷ୍ଟମ ଲଗେଇଲା ଷ୍ଟାର୍ଟିଂ ରୁ ପୁରା ଏମିତି 2-2ଟା ଲାଇନ ରେ ଯିବୁ ତ ଦେଖନ୍ତୁ ଆମେ ଏପର୍ଯ୍ୟନ୍ତ ବି ପହଞ୍ଚିନି ଏତେ ଟାଇମ ହେଇଗଲାଣି କିନ୍ତୁ ଆମେ ଏବେ ବି ଲାଇନରେ ଅଛୁ କହିଲେ ପୁରା ମାନେ ଭୋର 3ଟାରୁ ଆମେ ଆସିକି ଲାଇନରେ ଲାଗିଛୁ କିନ୍ତୁ ଆମେ ଭଗବାନଙ୍କ ଦର୍ଶନ ମାନେ 8:30 ପାଖାପାଖିରେ କରିଛୁ ମୁଁ କହୁଛି ଆପଣଙ୍କୁ ଟାଇମିଂ ଟା ମାନେ ଏତେ ଟାଇମ ଆମେ ଠିଆ ହେଇଥିଲୁ ମାନେ ଲାଇନ ରେ ତା ସହିତ ମାନେ ଏଠି ଯୋଉ ମାନେ ଫ୍ୟାନ ଗୁଡାକ ଅଛି ସେଗୁଡା ବି ବୁଲୁ ନଥିଲା ତ ଜଣେ ଅଙ୍କଲ ମୋ ପଛ ଅଙ୍କଲ ସେ ତ ସେନ୍ସଲେସ ବି ହେଇଗଲେ ତାଙ୍କୁ ପୁଣି କେମିତି କରିକି ମାନେ ସେନ୍ସ ଆସିଲା ମାନେ ଚଳିବ ସେ ଏତେ ଦେହ ଖରାପ ହେଇନଥିଲା ସେ କହିଲେ ମୁଁ ଠିଆ ହେଇପାରିବି ସେଟା ଗୋଟେ ଘର ଭିତରେ ମାନେ ଭଗବାନ ଅଛନ୍ତି ବହୁତ କମ ଡିଷ୍ଟାନ୍ସ ରେ କିନ୍ତୁ ଯେହେତୁ ଏତେ ଭିଡ ତ ସେ ଆମକୁ 4th ଫ୍ଲୋର ରୁ ପୁଣି ଆଉଥରେ ଗ୍ରାଉଣ୍ଡ ଫ୍ଲୋର କୁ ସେ ବୁଲେଇକି ଆଣୁଛନ୍ତି ଏମିତି ସିଷ୍ଟମ କରିଛନ୍ତି ତ ଫାଇନାଲି ଆମେ ମୁଁ ତା ଫୋନ ଏଲାଉ ନାହିଁ ତ ଏତିକିରେ ସଇଲା ତ ମୁଁ ଏଇଠି ଦର୍ଶନ କରିଦେଇ ସାରିଥିଲି ଭଗବାନଙ୍କର ଆଉ ତାଙ୍କ ପ୍ରଶାସନ ବହୁତ ହିଁ ଖରାପ ଆମେ ଏତେ ଲମ୍ବା ଲାଇନ ରେ ଛିଡା ହେଲୁ କିନ୍ତୁ ଭଗବାନଙ୍କ ପାଖକୁ ଦର୍ଶନ କଲାକୁ ଏତେ ଭିଡ ମୋ ଆପଣ ଦେଖିପାରୁଥିବେ ମୋ ରୂପ ମତେ କେମିତି ହେଇଛି ମୁଁ ଏତେ ଜେକା ଥିଲା ସେଠି ମଣିଷ ମରିଯିବେ ଦେଖନ୍ତୁ ମୋ ଓଢଣୀର ଅବସ୍ଥା କଣ ହେଇଛି ତ ପ୍ରଶାସନ ତାକୁ ଠିକ କରିବା ଦରକାର ଯଦି ଲାଇନ ରେ ଲାଗୁଛନ୍ତି ତ ଲାଇନ ରେ ହିଁ ନେଇକି ଭଗବାନଙ୍କୁ ଦର୍ଶନ କରିବା କଥା ତ ଏତେ ସବୁ ଉପରେ ଆମେ ଟିକେ ବ୍ରେକଫାଷ୍ଟ କରିଦେଲୁ ଯେହେତୁ ସକାଳ ଭୋର ମାନେ 2ଟା 3ଟାରେ ଆମେ ଉଠିଲୁଣି ତ ବ୍ରେକଫାଷ୍ଟ କରିସାରିଲା ପରେ ପୁଣି ଥରେ ମାନେ ବାହାରି ଗଲୁ ଯିବା ପାଇଁ ଘରକୁ ତ
तो माने मोर जर्नी सरीगला फाइनाली मो बद्रीनाथ धाम पहुंच गली दर्शन भी करदेली भगवान को जेमती हो पछे बहुत भल लागिला मो जर्नी। तो एबे आमे घर को जाउछु जदी मो वीडियो भल लागिते आपण मानको ताने बहुत सारा भल पाइबा देबे बहुत सारा लाइक एंड सब्सक्राइब करिवे। आ मैं एमती चाहिए कि आगु को भी बहुत भल भल माने वीडियो आने पे आ गोटे हला कि आमे जाउथुलो हम गाड़ी पंक्चर हो गला रास्ता तो सेठी पुणी अटकी जाइछु गोटे जगार तो चलथिला एमती प्रॉब्लम सहित सॉल्व करी करी का हम जर्नी टा माने जेहेतु हेइची तो जिबु घर को तो सब माने ହେଲା ପରେ ମାନେ ଗାଡି ଠିକ ହେଲା ଆମେ ସେ ଗୋଟେ ଜାଗାରେ ରହି ଯାଇଥିଲୁ ଗାଡି ଠିକ ହେଲା ପରେ ପୁଣି ଆଉ ଗୋଟେ ଜାଗାକୁ ଗଲୁ ଖାଇବା ପାଇଁ ତ ହୋଟେଲରେ ଖାଇବା ଆସି ନଥିଲା ତ ମୁଁ ସେଇ ଟାଇମରେ ଟିକେ ଦେଖେଇ ଦେଇଥିଲି ବହୁତ ଭଲ ଏକ୍ସପିରିଏନ୍ସ ଥିଲା ବାବା ବୈଦ୍ୟନାଥ ଧାମ ଯେତିକି ବି ଧାମ ମାନେ ଗଲୁ ଆମେ ବହୁତ ଭଲ ଥିଲା ତ ତାପରେ ଆମେ ଏଇଠି ପୁଣି ଆଉଥରେ ମାନେ ହାଲତ ପୁରା ଖରାପ ହେଇଗଲାଣି ଏତେ ଜାମ ରୋଡ ଏତେ ମାନେ ଏତେ ଜର୍ଣ୍ଣି ବହୁତ ବାଟ ଜର୍ଣ୍ଣି ହେଇଯାଉଛି ଆପଣ ଯଦି ଚାହିଁବେ ଟ୍ରେନରେ ବି ଜର୍ଣ୍ଣି କରିପାରିବେ ଏମିତି ପର୍ସନାଲ ଗାଡି କଲେ ବହୁତ ଅସୁବିଧା ହଉଛି ତ ସେଥିପାଇଁ ମୁଁ କହୁଛି ତ ଯୋଉଟା ସୁବିଧା ତ ମୋ ଭିଡିଓ ଯଦି ଲାଗିଥିଲେ ଲାଇକ୍ ସେଣ୍ଡ ସବସ୍କ୍ରାଇବ କରିଦେବେ ବାଏ।